ଆମେ ଯେତେବେଳେ କୌଣସି ବଡ଼ କାମ କରୁ ବା କିଛି ସଫଳତା ପାଉ ସବୁ ଲାଇମଲାଇଟ୍ ଆମ ଉପରକୁ ଆସିଯାଏ। କିନ୍ତୁ କେବେ ଭାବିଛନ୍ତି ଆମ ପଛରେ ଏମିତି କେତେ ଲୋକ ଥାଆନ୍ତି ଯେଉଁମାନଙ୍କ ବିନା ସେହି ସଫଳତାଟା ହୁଏତ ସମ୍ଭବ ହୋଇନଥାନ୍ତା? ଆଜି ଆମ ପାଖରେ ଗୋଟେ ବହୁତ ଶକ୍ତିଶାଳୀ କାହାଣୀ ଅଛି, ପ୍ରେରଣା ବହିରୁ ନିଆଯାଇଛି। ଏହା ଜଣେ ଜେଟ୍ ପାଇଲଟଙ୍କ କାହାଣୀ, ଯାହାଙ୍କ ଜୀବନର ଗୋଟେ ଛୋଟ ଘଟଣା ତାଙ୍କୁ ଗୋଟେ ବହୁତ ବଡ଼ ସତ୍ୟ ସହିତ ପରିଚିତ କରାଇଥିଲା। ଆଉ ଏହିଟା କେବଳ ଗୋଟେ ଭାବପ୍ରବଣ କାହାଣୀ ନୁହେଁ, ମୋତେ ଲାଗୁଛି ଏହା ପଛରେ ଗୋଟେ ବହୁତ ବଡ଼ ସିଦ୍ଧାନ୍ତ ବି ଅଛି। ଆମେ ଯେତେବେଳେ କୌଣସି ସମାଜକୁ ଦେଖୁ ତାହା ଗୋଟେ ଜଟିଳ ମେସିନ୍ ପରି। ହଁ, ଆମେ କେବଳ ବଡ଼ ବଡ଼ ପାର୍ଟସ୍ ଦେଖିପାରୁ, କିନ୍ତୁ ସେ ଭିତରେ ଥିବା ଛୋଟ ଛୋଟ ସ୍କ୍ରୁ, ନଟ୍ ବୋଲ୍ଟସ୍ ସେଗୁଡ଼ିକ ବିନା ମେସିନ୍ ଚାଲିପାରିବ ନାହିଁ। ବାଃ, ଏଇଟା ବହୁତ ବଢ଼ିଆ ଉପମା। ତେବେ ଚାଲନ୍ତୁ କାହାଣୀ ଭିତରକୁ ଯିବା। କାହାଣୀର ନାୟକ ହେଉଛନ୍ତି ଏୟାର କମୋଡୋର ବିଶାଲ, ଜଣେ ଅତ୍ୟନ୍ତ ଅନୁଭବୀ ଏବଂ ସାହସୀ ଜେଟ୍ ଫାଇଟର ପାଇଲଟ। ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ମିଶନରେ ଥିଲାବେଳେ ଶତ୍ରୁ ପକ୍ଷରୁ ତାଙ୍କ ବିମାନ ଉପରକୁ କ୍ଷେପଣାସ୍ତ୍ର ମାଡ଼ ହେଲା। ବିମାନରେ ନିଆଁ ଲାଗିଗଲା ଆଉ ସେଟା ତଳକୁ ଖସିବାକୁ ଲାଗିଲା। କିନ୍ତୁ ବିଶାଲ ଠିକ୍ ସମୟରେ ଇଜେକ୍ଟ କରିଦେଲେ, ପାରାଚୁଟ୍ ସାହାଯ୍ୟରେ ନିଜ ଜୀବନ ବଞ୍ଚାଇଦେଲେ। ଆଉ ଏଇଠି ଗୋଟେ ମିନିଟ୍ ଅଟକିବା। ଦେଖନ୍ତୁ, ଏଇଟା ଗୋଟେ କ୍ଲାସିକ୍ ହିରୋର କାହାଣୀ। ଏକଦମ। ଜଣେ ପାଇଲଟ, ବିପଦ, ସାହସ ଆଉ ଶେଷରେ ବଞ୍ଚିଯିବା। ଆମେ ସବୁବେଳେ ଏଇ ହିରୋ ଉପରେ ହିଁ ଫୋକସ୍ କରୁ। କିନ୍ତୁ ସେହି ମୁହୂର୍ତ୍ତରେ ଯେତେବେଳେ ସେ ଇଜେକ୍ଟ ବଟନ୍ ଦବାଇଲେ, ତାଙ୍କ ଜୀବନ ଆଉ ତାଙ୍କ ହାତରେ ନଥିଲା। ଠିକ୍ କଥା। ତାଙ୍କ ଜୀବନଟା ସେହି ପାରାସୁଟ୍ ଉପରେ ନିର୍ଭର କରୁଥିଲା, ଯାହାକୁ ଆଉ କେହି ଜଣେ ପ୍ୟାକ୍ କରିଥିଲେ। ସେହି ପ୍ରକୃତ କାହାଣୀଟା ସେତେବେଳେ ଅଦୃଶ୍ୟ ଥିଲା। ଆଉ ସେହି ଅଦୃଶ୍ୟ କାହାଣୀ ସାମ୍ନାକୁ ଆସିଲା ଠିକ୍ 5 ବର୍ଷ ପରେ। ବିଶାଲ ଦିନେ ନିଜ ପତ୍ନୀଙ୍କ ସହ ଗୋଟିଏ ରେଷ୍ଟୁରାଣ୍ଟରେ ବସିଥିଲେ। ହଠାତ୍ ପାଖ ଟେବୁଲରୁ ଜଣେ ସାଧାରଣ ଦେଖାଯାଉଥିବା ଲୋକ ତାଙ୍କ ପାଖକୁ ଆସିଲେ ଆଉ ପଚାରିଲେ, କ୍ଷମା କରିବେ, ଆପଣ କ୍ୟାପ୍ଟେନ୍ ବିଶାଲ ନୁହନ୍ତି କି? ଆପଣ ଜେଟ୍ ଫାଇଟର ଉଡ଼ାନ୍ତି? ମୋର ଯେତେଦୂର ମନେ ଅଛି, ଥରେ ଆପଣଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିଶାଲ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ, ଏ ଲୋକ ମୋ ବିଷୟରେ ଏତେ କଥା କେମିତି ଜାଣିଲା? ସେ କହିଲେ, ହଁ, କିନ୍ତୁ ଆପଣ କିଏ ଆଉ ଏକଥା କେମିତି ଜାଣିଲେ? ସେହି ଲୋକ ଜଣକ ହସିଲେ ଆଉ ଯେଉଁ ବାକ୍ୟଟି କହିଲେ, ତାହା ବିଶାଳଙ୍କ ପାଇଁ ପୂରା ଦୁନିଆ ବଦଳିଦେଲା। ଆଉ ସେ ବାକ୍ୟଟି ଥିଲା, ସେ କହିଲେ, ସାର୍, ସେଦିନ ମୁଁ ଆପଣଙ୍କ ପାରାସୁଟ୍ ପ୍ୟାକ୍ କରିଥିଲି। ବାସ୍, ଏହି ଗୋଟିଏ ବାକ୍ୟ, ମୁଁ ଆପଣଙ୍କ ପାରାସୁଟ୍ ପ୍ୟାକ୍ କରିଥିଲି। ଚିନ୍ତା କରନ୍ତୁ ସେହି ମୁହୂର୍ତ୍ତ ବିଷୟରେ। ବିଶାଳଙ୍କ ପାଇଁ ସମୟ ଯେମିତି ସେଇଠି ଅଟକିଗଲା। ମାନେ, ଗୋଟେ ପଟେ ତାଙ୍କର ନିଜର ଛବି, ଜଣେ ହିରୋ, ଅନ୍ୟପଟେ ଏକ କଠୋର ସତ୍ୟ ଯେ ତାଙ୍କ ଜୀବନଟା ଜଣେ ସାଧାରଣ କର୍ମଚାରୀଙ୍କ ହାତରେ ଥିଲା। ହଁ, ଯାହାକୁ ସେ କେବେ ଦେଖିନଥିଲେ କି ଚିହ୍ନି ନଥିଲେ। ସେ ରାତି ସେ ଶୋଇପାରିଲେ ନାହିଁ ବୋଲି ବହିରେ ଲେଖା ଅଛି। ହଁ, ପ୍ରେରଣା ବହିରେ ଏକଥା ବହୁତ ସୁନ୍ଦର ଭାବରେ ଲେଖାଯାଇଛି। ସେ ସାରା ରାତି କେବଳ ଭାବୁଥିଲେ, ମୁଁ ଏହି ଲୋକଟିକୁ ଏୟାରବେଜ୍ରେ କେତେଥର ଦେଖିଥିବି। ସେ ହୁଏତ ମୋତେ ସଲାମ ବି କରିଥିବେ, କିନ୍ତୁ ମୁଁ କେବେ ତାଙ୍କୁ ଧ୍ୟାନ ଦେଇନି, କେବେ ନମସ୍କାରଟିଏ ବି କହିନି। କାରଣ ତାଙ୍କ ମନ ଭିତରେ ଗୋଟେ ଅଦୃଶ୍ୟ ଅହଙ୍କାର ଥିଲା। ବିଲକୁଲ। ସେ ଜଣେ ଫାଇଟର ପାଇଲଟ, ଆଉ ଅନ୍ୟ ଜଣେ କେବଳ ଜଣେ ସାଧାରଣ କର୍ମୀ। ହଁ, ଆଉ ସେହି ଧାରଣାଟା ସେଦିନ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ଆଉ ଏଇଠୁ ହିଁ ଆମେ ବଡ଼ ଚିତ୍ରକୁ ଦେଖିପାରିବା। ଏଇଟାକୁ ଆମେ ସମାଜଶାସ୍ତ୍ରରେ ମାନେ ସାମାଜିକ ପାରସ୍ପରିକତା ବା ସୋସିଆଲ ଇଣ୍ଟରଡିପେଣ୍ଡେନ୍ସ ବୋଲି କହୁ। ଏହାର ଅର୍ଥ ହେଉଛି ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଏହା କେବଳ ଏକ ନୈତିକ ଶିକ୍ଷା ନୁହେଁ, ଏହା ଏକ ସତ୍ୟ। ଗୋଟେ ଉଦାହରଣ ଦେଇ ବୁଝାଇବେ? ହଁ, ଧରନ୍ତୁ ଗୋଟିଏ ସଫ୍ଟୱେର କମ୍ପାନୀ। ତାର ସିଇଓଙ୍କ ସଫଳତା ଯେତିକି ତାଙ୍କ ନିଜର, ସେତିକି ସେହି କୋଡରର ମଧ୍ୟ, ଯେ ରାତି ଅଧାରେ ଗୋଟେ ଛୋଟ ବଗ୍ ଠିକ୍ କରିଥିଲା। ଆଉ ସେତିକି ସେହି କ୍ୟାଣ୍ଟିନ୍ କର୍ମଚାରୀର ମଧ୍ୟ। ଏକଦମ, ଯେ ତାଙ୍କୁ ଠିକ୍ ସମୟ ହିଁ କଫି ଦେଇଥିଲା। ଯେତେବେଳେ ଏଇ ଶୃଙ୍ଖଳାର କୌଣସି ଗୋଟେ କଡ଼ି ଦୁର୍ବଳ ହୁଏ, ପୁରା ସିଷ୍ଟମ ପ୍ରଭାବିତ ହୁଏ। ତାହେଲେ କଥାଟା କେବଳ ସେନା ବା ଏମିତି ଚରମ ପରିସ୍ଥିତିରେ ସୀମିତ ନୁହେଁ, ନା? ଆମ ପ୍ରତିଦିନର ଜୀବନରେ ଏହାର ପ୍ରଭାବ ବୋଧହୁଏ ଆହୁରି ଅଧିକ। କାହାଣୀରେ ଏକ ସୁନ୍ଦର ଅଭ୍ୟାସ ବିଷୟରେ କୁହାଯାଇଛି। ଟିକେ ଆଖି ବନ୍ଦ କରି ଭାବିବାକୁ ଚେଷ୍ଟା କରିବା। ଆମ ଘରୁ ଯିଏ ପ୍ରତିଦିନ ଅଳିଆ ନିଅନ୍ତି, ତାଙ୍କ ନାଁ କ'ଣ? ଆମ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ, ଯିଏ ରାତିସାରା ଜାଗ୍ରତ ରହି ଆମକୁ ସୁରକ୍ଷା ଦିଅନ୍ତି, ଆମେ କେବେ ତାଙ୍କ ସହ ଦୁଇ ପଦ କଥା ହୋଇଛୁ? ଏମାନେ ସମସ୍ତେ ହିଁ ଆମ ଜୀବନର ପ୍ୟାରାଚୁଟ୍ ପ୍ୟାକ୍ କରୁଛନ୍ତି। ଠିକ୍।
ନିଶ୍ଚିତ ଭାବରେ କିନ୍ତୁ ଏଠାରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବା ଦରକାର। କଣ ସେଇଟା? ଦେଖନ୍ତୁ, ଧନ୍ୟବାଦ ଜଣାଇବା, କୃତଜ୍ଞ ରହିବା ଏସବୁ ବହୁତ ଜରୁରୀ। କିନ୍ତୁ ବେଳେବେଳେ ଆମେ ବ୍ୟକ୍ତିଗତ କୃତଜ୍ଞତାକୁ ବ୍ୟବସ୍ଥାଗତ ସମସ୍ୟାର ସମାଧାନ ସହ ଗୋଳେଇ ଦେଉ। ମାନେ ଉଦାହରଣ ସ୍ୱରୂପ, ଯଦି ଜଣେ ସୁରକ୍ଷା କର୍ମୀଙ୍କୁ ଉପଯୁକ୍ତ ଦରମା ମିଳୁନାହିଁ କିମ୍ବା ତାଙ୍କୁ 12 ଘଣ୍ଟାରୁ ଅଧିକ କାମ କରିବାକୁ ପଡୁଛି, ତେବେ କେବଳ ଆମର ଗୋଟିଏ ଧନ୍ୟବାଦ କଣ ଯଥେଷ୍ଟ? ନା, ସେଇଟା ତ ଯଥେଷ୍ଟ ନୁହେଁ। ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ। ଆପଣ ଠିକ୍ କହିଲେ, ବ୍ୟକ୍ତିଗତ କୃତଜ୍ଞତା ଏବଂ ବ୍ୟବସ୍ଥାଗତ ସୁଧାର ଦୁଇଟା ଯାକ ଦରକାର। ହଁ, ଧନ୍ୟବାଦ ଏକ ଭଲ ଆରମ୍ଭ, କିନ୍ତୁ ପ୍ରକୃତ ସମ୍ମାନ ସେତେବେଳେ ମିଳିବ ଯେତେବେଳେ ବ୍ୟବସ୍ଥା ତାଙ୍କ କାମକୁ ଉଚିତ ମୂଲ୍ୟ ଦେବ। ଠିକ୍। ତେବେ ବ୍ୟକ୍ତିଗତ ସ୍ତରକୁ ଫେରି ଆସିବା, ଯେତେବେଳେ ଆମେ କାହାକୁ ତାଙ୍କ କାମ ପାଇଁ ସ୍ୱୀକୃତି ଦେଉ, ତାର ପ୍ରଭାବ କ'ଣ ହୁଏ? ଏହାର ବହୁତ ବଡ଼ ପ୍ରଭାବ ଅଛି। ଏହାକୁ ମନୋବିଜ୍ଞାନରେ ଗ୍ରାଟିଚ୍ୟୁଡ୍ ଇଫେକ୍ଟ ବା କୃତଜ୍ଞତାର ପ୍ରଭାବ କୁହାଯାଏ। ଅନେକ ରିସର୍ଚ୍ଚ ଦର୍ଶାଇଛି ଯେ ଯେଉଁ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ ଅନୁଭବ କରନ୍ତି ଯେ ତାଙ୍କ କାମକୁ ମୂଲ୍ୟ ଦିଆଯାଉଛି, ସେଠାରେ ଟିମ୍‌ୱାର୍କ ବଢ଼େ। ମନୋବଳ ବଢ଼େ। ହଁ, ଏପରିକି ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଏ, କାରଣ ସେତେବେଳେ ଲୋକମାନେ ଅନୁଭବ କରନ୍ତି ଯେ ସେମାନେ କେବଳ ଏକ ମେସିନ୍‌ର ଅଂଶ ନୁହନ୍ତି, ବରଂ ଜଣେ ମୂଲ୍ୟବାନ ସଦସ୍ୟ। ହଉ, ପ୍ରେରଣା ବହିରେ ଯେଉଁ କଥା କୁହାଯାଇଛି, ତାହା କେବଳ ଭୌତିକ ପାରାଚୁଟ୍ ବିଷୟରେ ନୁହେଁ। ଆମ ଜୀବନରେ ମାନସିକ, ଭାବନାତ୍ମକ, ଏପରିକି ଆଧ୍ୟାତ୍ମିକ ପାରାଚୁଟ୍ର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ବିଲକୁଲ। ଯେତେବେଳେ ଆମେ ନିରାଶ ହୋଇଯାଉ, କୌଣସି ବନ୍ଧୁଙ୍କର ଗୋଟିଏ ଫୋନ୍ କଲ୍ ଆମ ପାଇଁ ମାନସିକ ପାରାଚୁଟ୍ ପରି କାମ କରେ। ଏକଦମ। ଆଉ ଏହି ପାରାଚୁଟ୍‌ଗୁଡ଼ିକୁ କିଏ ପ୍ୟାକ୍ କରୁଛି? ଆମର ବାପା ମା, ଆମର ଶିକ୍ଷକ, ଆମର ସାଙ୍ଗସାଥୀ। ଏପରିକି ବେଳେବେଳେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଗୋଟିଏ ଛୋଟ ସାହାଯ୍ୟ ମଧ୍ୟ। ଆଉ ଆମେ ପ୍ରାୟତଃ ଏହି କଥାଗୁଡ଼ିକୁ ଧରିନେଉ ଯେ ଏହା ତ ସ୍ୱାଭାବିକ, କିନ୍ତୁ ଏଥିପାଇଁ ମଧ୍ୟ କୃତଜ୍ଞତା ଆବଶ୍ୟକ। ତାହେଲେ ଏହାର ସମାଧାନ କ'ଣ? ଆମ ଦୈନନ୍ଦିନ ଜୀବନରେ ଏହି ଅଭ୍ୟାସକୁ କିପରି ସାମିଲ କରିପାରିବ? ଧନ୍ୟବାଦ ତ ଗୋଟେ ଭଲ ଆରମ୍ଭ, କିନ୍ତୁ ଏହାଠାରୁ ଆହୁରି ଆଗକୁ ଯାଇହେବ। ଉତ୍ସରେ କୁହାଯାଇଛି ଯେ ଆମେ ସେମାନଙ୍କ ଜୀବନରେ ଘଟୁଥିବା ଭଲ ଘଟଣା ପାଇଁ ଅଭିନନ୍ଦନ ଜଣାଇପାରିବା, ତାଙ୍କ କାମର ପ୍ରଶଂସା କରିପାରିବା। ଧରନ୍ତୁ, ଅଫିସର ସଫାଇ କର୍ମଚାରୀ ଜଣକ ଆପଣଙ୍କ ଡେସ୍କକୁ ବହୁତ ଭଲ ଭାବେ ସଫା କରିଛନ୍ତି। ତାଙ୍କୁ ସେ କଥା କହିଲେ ତାଙ୍କୁ ବହୁତ ଖୁସି ଲାଗିବ। ନିଶ୍ଚୟ। କିମ୍ବା ବିନା କୌଣସି କାରଣରେ ସେମାନଙ୍କ ପାଇଁ କିଛି ଛୋଟ ଭଲ କାମ କରିବା, ଯେମିତିକି ସିକ୍ୟୁରିଟି ଗାର୍ଡକୁ ଗୋଟେ କପ୍ ଚା ଦେବା। ମୋର ମନେ ଅଛି, ମୁଁ କଲେଜ ଦିନରେ ଲାଇବ୍ରେରୀରେ ଜଣେ କର୍ମଚାରୀ ଥିଲେ। ଆମେ ଛାଡ଼ି ଯାଉଥିବା ବହିଗୁଡ଼ିକୁ ସେ ପୁଣି ଠିକ୍ ଜାଗାରେ ରଖୁଥିଲେ। ଆମେ କେହି ତାଙ୍କୁ କେବେ ଧ୍ୟାନ ଦେଉନଥିଲୁ। ଦିନେ ମୁଁ ତାଙ୍କୁ କହିଲି, ଆପଣଙ୍କ ପାଇଁ ଆମ କାମ କେତେ ସହଜ ହୋଇଯାଏ, ଆପଣଙ୍କୁ ବହୁତ ଧନ୍ୟବାଦ। ସେ ଯେଉଁଭଳି ଆଶ୍ଚର୍ଯ୍ୟ ହୋଇ ଖୁସିରେ ହସିଲେ, ମୁଁ ସେଦିନ ବୁଝିଲି ଯେ ସ୍ୱୀକୃତିର ଶକ୍ତି କେତେ ଅଧିକ। ଏହା ଏକ ଚମତ୍କାର ଉଦାହରଣ, କାରଣ ଏହା ଆମ ନିଜ ଭିତରେ ମଧ୍ୟ ଏକ ଗଭୀର ପରିବର୍ତ୍ତନ ଆଣେ। ଯେତେବେଳେ ଆମେ ଅନ୍ୟମାନଙ୍କର ଅବଦାନକୁ ଚିହ୍ନିବା ଆରମ୍ଭ କରୁ, ଆମ ଭିତରୁ ଅହଙ୍କାର କମିଯାଏ। ଆଉ ବିନମ୍ରତା ବଢ଼ିଯାଏ। ହଁ, ଆମେ ବୁଝିପାରୁ ଯେ ଆମେ ଏକା ନୁହେଁ, ଆମେ ଗୋଟେ ବଡ଼ ଇକୋସିଷ୍ଟମର ଅଂଶ। ତେବେ ଏହି ସମଗ୍ର ଆଲୋଚନାରୁ ଏହା ସ୍ପଷ୍ଟ ଯେ ଆମ ଜୀବନର ନାଟକରେ ଆମେ ହୁଏତ ମୁଖ୍ୟ ଚରିତ୍ର ହୋଇପାରୁ, କିନ୍ତୁ ଆମ ସହିତ ଅନେକ ସହକଳାକାର ଅଛନ୍ତି ଯେଉଁମାନଙ୍କୁ ବିନା ଏ କାହାଣୀ ଅଧୁରା। ଠିକ୍ କଥା। ପ୍ରେରଣା ପୁସ୍ତକର ଏହି କାହାଣୀ ଆମକୁ ମନେ ପକାଇ ଦିଏ ଯେ ଆମ ସଫଳତାର ପାରାଚୁଟ୍‌କୁ ପ୍ୟାକ୍ କରୁଥିବା ସେହି ଅଦୃଶ୍ୟ ହାତଗୁଡ଼ିକୁ ଚିହ୍ନିବା ଆଉ ସେମାନଙ୍କ ପ୍ରତି କୃତଜ୍ଞ ରହିବା କେତେ ଜରୁରୀ। ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟିଏ କଥା ଚିନ୍ତା କରିବାକୁ ଛାଡ଼ିଯାଉଛି। ହଁ, ନିଶ୍ଚୟ। ଏହି କାହାଣୀ ଆମକୁ କେବଳ ଏହା ପଚାରୁନାହିଁ ଯେ ତୁମ ପାରାଚୁଟ୍ କିଏ ପ୍ୟାକ୍ କରୁଛି। ଏହା ଆମକୁ ଆତ୍ମଚିନ୍ତନ ପାଇଁ ମଧ୍ୟ ବାଧ୍ୟ କରୁଛି। ପ୍ରଶ୍ନଟି ହେଉଛି, ଆମେ ନିଜେ ଜାଣନ୍ତରେ ବା ଅଜାଣତରେ ଅନ୍ୟ କାହାର ଜୀବନ ପାଇଁ ପାରାଚୁଟ୍ ପ୍ୟାକ୍ କରୁଛୁ କି? ବାଃ, ବହୁତ ଗଭୀର ପ୍ରଶ୍ନ। ଆମର କୌଣସି ଛୋଟ କାମ, କୌଣସି ଉତ୍ସାହଭରା କଥା, କ'ଣ ଅନ୍ୟ କାହା ପାଇଁ ଏକ ସୁରକ୍ଷା କବଚ ହୋଇପାରୁଛି? ଆମେ କ'ଣ କାହାର ଜୀବନରେ ସେହି ଅଦୃଶ୍ୟ ସହାୟକ ହୋଇପାରୁଛେ? ଏହା ଉପରେ ଭାବିବା ଜରୁରୀ।